ଏହି ମହୋତ୍ସବରେ ଉଲ୍ଲସିତ ତୁମର ଜନମଣ୍ଡଳୀଙ୍କ ନୈବେଦ୍ୟ ସାଦରେ ଗ୍ରହଣ କର। ଏହି ଭାଣ୍ଡି ପଙ୍ଖା ମଣ୍ଡଳୀ ତଥା ଆମର ଯେତେ ଉପସ୍ଥିତ ଅଛୁ ହେଇପାରି ନାହାନ୍ତି ସମସ୍ତଙ୍କୁ ଆଶୀର୍ବାଦରେ ପରିପୂର୍ଣ୍ଣ କର। ଏହି ପବିତ୍ର ମନ୍ଦିରରେ ପୂଜା ଅର୍ଚ୍ଚନା ସକାଶେ ସମବେତ ତୁମ ସମସ୍ତଙ୍କୁ ସଦାବେଳେ ଆଶୀର୍ବାଦରେ ରଖ ତଥା ବିଭିନ୍ନ ଧର୍ମ କାର୍ଯ୍ୟରେ ଯୋଗ ଦେଇ ଚିରନ୍ତନ ମୁକ୍ତି ଲାଭ କରିବାକୁ ଯୋଗ୍ୟ କରିବ। ଏହା ଆମେ ପ୍ରାର୍ଥନା କର ପ୍ରାଣକର୍ତ୍ତା ପୁନରୁତ୍ଥିତ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ। ପ୍ରଭୁ ଆପଣମାନଙ୍କ ସଙ୍ଗେ ରହନ୍ତୁ। ହୃଦୟ ଉତ୍ତୋଳନ କରନ୍ତୁ। ଆମର ପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ କରିବା। ଉଚିତ ଓ ସଙ୍ଗତ। हे परम पिता सर्वशक्तिमान व सनातन परमेश्वर आमानकर प्रभु ख्रीष्टଙ୍କ ମଧ୍ୟସ୍ଥତାରେ ସର୍ବତ୍ର ସର୍ବଦା ତୁମ ନିକଟରେ ଆମାନଙ୍କର କୃତଜ୍ଞତା ଜ୍ଞାପନ କରିବା ଏକାନ୍ତ ଉଚିତ ଓ ପରମ ମଙ୍ଗଳକର। ଏହି ଭୋଜନାଳୟ ତୁମର ଆଶୀଷର ଆଲୟ। ଆମ ସାଧୁତାର ସୁଷମାରେ ତୁମ ପବିତ୍ର ଆତ୍ମାଙ୍କ ପାଇଁ ମନ୍ଦିର ଗଢ଼ିବାକୁ ତୁମେ ଏହାକୁ ଉତ୍ତରୋତ୍ତର ଆଶୀର୍ବାଦ କରିଥାଅ। ସ୍ୱର୍ଗରେ ଖ୍ରୀଷ୍ଟଙ୍କ ନିଷ୍କଳଙ୍କା କାୟା ତଥା ଅସଂଖ୍ୟ ସାଧୁ ସାଧ୍ୱୀଙ୍କର ଆନନ୍ଦମୟୀ ଜନନୀ ରୂପେ ପୂର୍ଣ୍ଣ ଭାବରେ ସମ୍ମାନିତ ହେବା ପାଇଁ ତୁମେ ଏହି ପାର୍ଥିବ ମଣ୍ଡଳୀକୁ ସୁସୁବିଧା କରିବାରେ ସଦା ସର୍ବଦା ଅତଏବ ସକଳ ଦୂତ ସାଧୁ ସାଧ୍ୱୀଙ୍କ ସଙ୍ଗେ ଆୟମାନେ ଅନନ୍ତ ଆୟମାନେ ଚିରନ୍ତନ କରୁଅଛୁ ତୁମର ଜୟ ଗାନ।